ଯେତେବେଳେ ଭାଗ୍ୟ ଆପଣଙ୍କୁ ସାଥ ଦିଏ ନାହିଁ ସେତେବେଳେ ଶ୍ରୀକୃଷ୍ଣଙ୍କ କଥା ମନେ ପକାନ୍ତୁ। ଏକ ସବୁବେଳେ ସତର୍କ ରୁହନ୍ତୁ। ବଚନ ଦେବା ପୂର୍ବରୁ ଭାବନ୍ତୁ ଏହା ନିଜ ପାଇଁ ଠିକ୍ ହେବ ନା ଭୁଲ। ସାବଧାନର ଅର୍ଥ ହେଉଛି ସେହି ଜିନିଷର ଭବିଷ୍ୟକୁ ପରଖିବାକୁ ଚେଷ୍ଟା କରନ୍ତୁ। ଯଦି ସେଠାରେ ଟିକେ ବି ଅସାବଧାନତା ହୁଏ ତେବେ ଯେତେ ବଡ଼ ଘର ହୋଇଥାଉ ନା କାହିଁକି ସେ ଖୁବ୍ ଶୀଘ୍ର ଭାଙ୍ଗି ଯାଇଥାଏ। ସେଥିପାଇଁ ସୁରକ୍ଷିତ ଯଦି ରହିବାକୁ ଚାହୁଁଛନ୍ତି ତେବେ ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ଏବଂ ସାବଧାନ ରୁହନ୍ତୁ। କାରଣ ଭବିଷ୍ୟତରେ କ'ଣ ହେବ ଆପଣ ଜାଣିନାହାନ୍ତି। ତେବେ ସେହି ସମୟରୁ ସାବଧାନ ହୋଇଯିବା ଉଚିତ। 2. ମନୁଷ୍ୟର ସବୁଠୁ ବଡ଼ ଗୁଣ ହେଉଛି ସେ ଅଧିକ ପରିଶ୍ରମ କରିଥାଏ ଏବଂ ତା'ର ସବୁଠୁ ଛୋଟ ମାର୍ଗ ବାଛିଥାଏ। ସେଥିପାଇଁ ସେ ଅଭିଶାପ ପାଇବାକୁ ଡରିଥାଏ। କିନ୍ତୁ ଜିତିବା ହାରିବା ଏବଂ ଲାଭ ହାନି ଏବଂ ସାପ ଓ ବରଦାନ କେବଳ ନିମିତ୍ତ ମାତ୍ର। କାରଣ କେତେବେଳେ କେଉଁ ଅଭିଶାପ ଆଶୀର୍ବାଦରେ ପରିଣତ ହୋଇଯିବ ଏବଂ କେଉଁ ଆଶୀର୍ବାଦ ଅଭିଶାପରେ ପରିଣତ ହୋଇଯିବ କେବଳ ଏହା ମନୁଷ୍ୟର କର୍ମ ଉପରେ ନିର୍ଭର କରିଥାଏ। 3. ବିଷପାନ କରିଥିବା ମହାଦେବ ଭଗବାନ ହୋଇ ରହିଥିବା ବେଳେ ଅମୃତପାନ କରିଥିବା ରାହୁ ଏବଂ କେତୁ ଅସୁର ହୋଇ ରହିଲେ ଏହା କେବଳ ନିଜର କର୍ମର ଫଳ। ଯଦି କର୍ମ ଏବଂ ଲକ୍ଷ୍ୟ ଉଚିତ ଥିବ ତେବେ ଅଭିଶାପକୁ ବରଦାନ ହେବା ପାଇଁ ବେଶୀ ଦିନ ଲାଗିନଥାଏ ଏବଂ ଯଦି କର୍ମ ଅନୁଚିତ ଅଟେ ତେବେ ବରଦାନ ଅଭିଶାପରେ ପରିଣତ ହେବା ପାଇଁ ବେଶୀ ଦିନ ଲାଗିବ ନାହିଁ। 4. ଆପଣ ଚୁମ୍ବକକୁ ଦେଖିଥିବେ ସେ ସବୁବେଳେ ଲୁହାର ତାର ନିଜ ଆଡ଼କୁ ଆକର୍ଷଣ କରିଥାଏ କାରଣ ଏହା ତାର ଧର୍ମ ଅଟେ। ଆମ ସମସ୍ତଙ୍କ ପାଖରେ ମଧ୍ୟ ଏହିଭଳି ଆକର୍ଷଣୀୟ ଗୁଣ ଅଛି କିନ୍ତୁ ଆମେ ତାକୁ ଜାଣିପାରୁ ନାହାନ୍ତି। ବିଚାରର ଚୁମ୍ବକ ଆମ ଭିତରେ ଅଛି ଯାହା ନିଜ ପରି ଚିନ୍ତାଧାରା ଥିବା ଲୋକଙ୍କୁ ନିଜ ଆଡ଼କୁ ଟାଣିଥାନ୍ତି। ଆମେ ଯେଉଁଭଳି ଚିନ୍ତା କରିଥାଉଁ ସେହିଭଳି ଫଳ ପାଇଥାଉଁ। 5. ଯେଉଁମାନେ ଠାକୁରଙ୍କର ନାମ ଧରିଥାନ୍ତି ସେମାନଙ୍କୁ ଦେବତା ମିଳିବେ। ସବୁ ନିଜ ବିଚାର ଉପରେ ନିର୍ଭର କରିଥାଏ। ଯେତେବେଳେ ମନୁଷ୍ୟର ଭାଗ୍ୟ ଖରାପ ଥାଏ ସେହି ସମୟରେ ତାକୁ ମିଠା ପାଣି ମଧ୍ୟ ତାକୁ ଲୁଣି ଲାଗିଥାଏ। ଏହା ସତ୍ୟ ନୁହେଁ ଯେ ସବୁ କାର୍ଯ୍ୟରେ ବିଘ୍ନ ଆସିବା ଭାଗ୍ୟ ହିଁ ଦାୟୀ ହୋଇଥାଏ। ବେଳେବେଳେ ଆମର ଅସାବଧାନତା ପାଇଁ ମଧ୍ୟ ଆମ କାମରେ ବିଘ୍ନତା ଆସିଥାଏ। ଯଦି ଆପଣ ନିଜ କର୍ମ ଠିକ୍ ଭାବେ କରୁଛନ୍ତି ତେବେ ଠିକ୍ ସମୟରେ ଭାଗ୍ୟର ଫଳ ଆପଣଙ୍କୁ ଠିକ୍ ଭାବେ ନିହାତି ମିଳିବ। ବନ୍ଧୁଗଣ ଭିଡ଼ିଓଟି ଭଲ ଲାଗିଲେ ଭିଡ଼ିଓକୁ ଗୋଟିଏ ଲାଇକ୍ ଏବଂ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଧନ୍ୟବାଦ। ଜୟ ଶ୍ରୀକୃଷ୍ଣ।